ବର୍ତ୍ତମାନ ଯାହା ସୂଚନା ମିଳୁଛି 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଦରେ ଲୁଚି ରହିଛି ତାଙ୍କ ଲମ୍ବା ଛକାର ରହସ୍ୟ। ତେବେ ସୂଚନା ଅନୁସାରେ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ବ୍ୟାଟିଂ ପୁଣି ଥରେ ଖବରରେ। ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଖେଳିଥିବା ବିସ୍ଫୋରକ ଇନିଂସ ପରେ ଏହା ଅନିବାର୍ଯ୍ୟ ଥିଲା। 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନଭେମ୍ବର 14 ତାରିଖରେ ୟୁଏଇ ବିପକ୍ଷ ମ୍ୟାଚରେ 42 ବଲରେ 144 ରନର ଏକ ବିଧ୍ୱଂସକାରୀ ଇନିଂସ ଖେଳିଥିଲେ। ଏହି ଇନିଂସରେ ୟୁଏଇ ବୋଲରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାମହାତି ବୈଭବ ସୂର୍ଯ୍ୟବଂଶୀଙ୍କ ଆଧିପତ୍ୟ ତାଙ୍କ ଗୋଟିଏ ପରେ ଗୋଟିଏ ଛକା ଦ୍ୱାରା ଆହୁରି ବୃଦ୍ଧି ପାଉଛି। ଏବେ ପ୍ରଶ୍ନ ହେଉଛି ମାତ୍ର 14 ବର୍ଷ ବୟସର ସୂର୍ଯ୍ୟବଂଶୀ ଏତେ ଛକା କିପରି ମାରିପାରୁଛନ୍ତି? ବୈଭବ ସୂର୍ଯ୍ୟବଂଶୀଙ୍କ ଛକା ମାରିବାର ରହସ୍ୟ ତାଙ୍କ ପାଦରେ ରହିଛି। 342.85 ଷ୍ଟ୍ରାଇକ୍ ରେଟ୍ରେ ଖେଳି ବୈଭବ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଥିଲେ। ସେ ତାଙ୍କ ଇନିଂସରେ 11ଟି ଚୌକା ଏବଂ ମୋଟ 15ଟି ଛକା ମାରିଥିଲେ। ବୈଭବଙ୍କ ବ୍ୟାଟରୁ ଛକା ଏତେ ଲମ୍ବା ଥିଲା ଯେ ସେଗୁଡ଼ିକ ୟୁଏଇ ବୋଲରଙ୍କ ହୃଦୟକୁ ବିଦୀର୍ଣ୍ଣ କରିବା ପରି ମନେ ହେଉଥିଲା। ଏବେ ଆସନ୍ତୁ ଜାଣିବା କିପରି ବୈଭବ ସୂର୍ଯ୍ୟବଂଶୀଙ୍କ ଲମ୍ବା ଛକା ମାରିବାର ରହସ୍ୟ ତାଙ୍କ ଗୋଡ଼ରେ ରହିଛି। 14 ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କର ଏକ ବିରାଟ ଜଙ୍ଘ ଅଛି। ଏହା ବ୍ୟତୀତ ତାଙ୍କର ଗ୍ଲୋଟ୍ ମାଂସପେଶୀ ବଡ଼ ଏବଂ ଶକ୍ତିଶାଳୀ। ଏହା ତାଙ୍କୁ ଲମ୍ବା ଛକା ମାରିବାର ଶକ୍ତି ଦିଏ। ଗୋଡ଼ ବ୍ୟତୀତ ବୈଭବ ସୂର୍ଯ୍ୟବଂଶୀଙ୍କର ହାତ ମଧ୍ୟ ଶକ୍ତ, ଯାହା ତାଙ୍କୁ ବଲକୁ ଦୂରକୁ ମାରିବାରେ ସାହାଯ୍ୟ କରେ। ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷରେ ଖେଳିଥିବା ଟି-20 ମ୍ୟାଚ୍ ଭାରତୀୟ ଜର୍ସିରେ ତାଙ୍କର ପ୍ରଥମ ମ୍ୟାଚ୍ ଥିଲା ଏବଂ ନୀଳ ରଙ୍ଗର ତାଙ୍କର ପ୍ରଥମ ଟି-20 ମ୍ୟାଚରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଆଗାମୀ ମ୍ୟାଚଗୁଡ଼ିକ ପାଇଁ ସ୍ୱର ସ୍ଥିର କରିଛି।